समय आसी सकाଳ 10ଟା ବାଜିଲାଣି। ପୁଅ କହୁଛି କି ବୋଉ ମୋ ପାଇଁ ଆଳୁ ପରଟା କର, ମୁଁ ଆଳୁ ପରଟା ଖାଇବି। ମୁଁ କହିଲି ଆଳୁ ପରଟା ତ ବନେଇ ହେବନି, କିନ୍ତୁ ଗୋଟେ ଚଟପଟା ଟେଷ୍ଟି ପରଟା ତତେ ବନେଇକିରି ମୁଁ ଦେଉଛି। ଏଠି ମୁଁ ପରଟା ବନେଇବା ଲାଗି 4ଟି ଟମାଟୋ ନେଇଯାଇଛି। ତାକୁ ଗୋଟେ ଚପର ସାହାଯ୍ୟରେ ମୁଁ ଚପ୍ କରିଦେଉଛି। ଚପରରେ ଚପ୍ କରିବା ଅପେକ୍ଷା ଆପଣମାନେ ଗ୍ରାଇଣ୍ଡିଙ୍ଗ କରିପାରନ୍ତି, କିନ୍ତୁ ମୋ ମତରେ ଏମିତି ଚପର ସାହାଯ୍ୟରେ ଚପ୍ କରିଦେଲେ ଆମର ପରଟାଟି ବହୁତ ଟେଷ୍ଟି ଦେଖାଯିବ। ମୁଁ ତାକୁ ଚପ୍ କରିସାରିଲାଣି। ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଭୃଷଙ୍ଗ ପତ୍ର ଦେଇଦେଉଛି। ଆଉ ଗୋଟେ ଚାମଚ ମୁଁ ରାଶି ଦେଇଦେଉଛି। ଆପଣମାନେ ରାଶି ନିହାତି ଭାବରେ ଦେବେ, ପରଟାଟି ବହୁତ ଟେଷ୍ଟି ଲାଗିବ। ଅଟା ଦେଇକରି ମୁଁ ଗୋଟେ ଡୋ ରେଡ଼ି କରିଦେଉଛି। ବଢ଼ିଆ ସେ ମୁଁ ତାକୁ ଦଳି ସାରିଲାଣି। ଦେଖନ୍ତୁ ଏବେଠାରୁ କେତେ ସୁନ୍ଦର ଦେଖାଗଲାଣି। ଆମେ ଯେଉଁ ଚପର ସାହାଯ୍ୟରେ ଆମେ ତାକୁ ଚପ୍ କରିଥିଲେ, ଦେଖନ୍ତୁ କେତେ କଲର୍ ସେ ବଢ଼ିଆ ଦେଖାଯାଉଛି। ଲାଲ ଲାଲ, ଗ୍ରୀନ୍ ଗ୍ରୀନ୍, ୟେଲୋ ୟେଲୋ। ଏଇ କଲର୍ଟା ହିଁ ଆମର ଆଖିକୁ ବଢ଼ିଆ ଦେଖାଯିବ। ଆଉ ଖାଇବାକୁ ମଧ୍ୟ ନ ଖାଇଲା ଲୋକ ମଧ୍ୟ ଯେ ଆରାମରେ ଖାଇଦେବ। ଦେଖନ୍ତୁ ମୁଁ ଏଠି କଞ୍ଚା ଲଙ୍କା ଦେଇନି, କଞ୍ଚା ଲଙ୍କା ଦେଲେ ମଧ୍ୟ ଭଲ ଟେଷ୍ଟି ଆସିବ। କିନ୍ତୁ ଆମର ଏଇ ଛୁଇଁ ଖାଇବ ତ, ମୁଁ ସେଥିଲାଗି ମୁଁ କଞ୍ଚା ଲଙ୍କା ପକେଇନି। ଆପଣମାନେ କଞ୍ଚା ଲଙ୍କା ପକେଇବେ, ତା'ର ଟମାଟୋ ପରଟାର ଯେଉଁ ଖଟା ଖଟା ରାଗ ରାଗ ଲାଗିବ, ତା'ର ଟେଷ୍ଟ ବଢ଼ିଆ। ଘିଅ ମାରି ମୁଁ ସେକି ଦେଉଛି। ଏବେଠାରୁ ଆମର ପରଟାଟି କେତେ ସୁନ୍ଦର ଦେଖାଯାଉଛି। ମୋ ପୁଅ ତ ଖାଇକି ଖୁସି ହେଇଗଲା। ଆଳୁ ପରଟା, କୋବି ପରଟା, ତା'ଠାରୁ ବେଶୀ ଟେଷ୍ଟି ଏ ଟମାଟୋ ପରଟା। ଆପଣମାନେ ନିହାତି ଥରେ ବନେଇକିରି ଖାଆନ୍ତୁ। ଆଉ କିପରି ଲାଗିଲା ଘରେ ସବୁ କ'ଣ କହିଲେ ମୋତେ ପ୍ଲିଜ୍ କମେଣ୍ଟରେ କହିବେ। ନୂଆ ଥିଲେ ମୋ ଚ୍ୟାନେଲରେ ସବସ୍କ୍ରାଇବ୍ କରିବେ। ମୋର ପୂର୍ବ ଭିଡ଼ିଓରେ ମୁଁ ଗୋଟେ ଆଚାରର ରେସିପି ଆପଣଙ୍କୁ ଦେଇଥିଲି। ଆପଣ ସେ ଆଚାର ରେସିପି ଦେଖିଲେଣି ନା ନାହିଁ? ମୁଁ ଆଜି ଆଚାର ସହିତ ପରଟା। ଦେଖନ୍ତୁ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ନମସ୍କାର। ରେଡ଼ି ହେଇଗଲା ଆମର ଗରମା ଗରମ ପରଟା ସହିତ ଆଚାର। ମୂଳା, ଭଣ୍ଡା, କୋବି, ଗାଜର ଏସବୁର ଆଚାର।